কি না তোর না? শিবু। শিবু। লুকেশ লুকেশ কুমার কে শ্রেণী পাঠ পড়বু? 6 পড়বু। তো ଆଗରୁ ପାଠ ପଢୁଥିଲୁ କି ନାହିଁ? ତମର ବାବୁ ପାଠ ପଢୁଥିଲା କି ନାହିଁ? ହେଲେ ବାବୁଟା ଟିକେ ଭଲ ପିଲା କି ଟିକେ ଦୁଷ୍ଟାମୀ ପିଲାଟା? ତ ବାବୁକୁ ଆମ କଲେଜ ପଡିଆରେ ଦେଖିଥିଲି, ତାଙ୍କ ସାଙ୍ଗ ଗହଣରେ ଖେଳୁଥିଲା, ଟିକେ ପିଲାମାନେ ଆନନ୍ଦରେ ଖେଳୁଥିଲେ, ଟିକେ ଦୁଷ୍ଟାମୀ ବି କରୁଥିଲେ। ସେ ପାଖରେ ପିଲାଟାକୁ ପଚାରିଲି, କଥା ହେଲା ପରେ ବାବୁ କହୁଥିଲା ମୁଁ ପାଠ ପଢିଛି ଆଉ ପାଠ ଛାଡ଼ି ଦେଇଛି। ତ କ'ଣ କେମିତି ହେଲା ବୋଲି କରି ତାର ସହିତ ଆଲୋଚନା କଲା ପରେ ମନ ଭିତରେ ଗୋଟେ ସଂଶୟ ଆଇଲା, ତାଙ୍କର ଘରେ ଯିବାର ଅଛି ଆଉ ବାପା ମା ସାଙ୍ଗରେ ଟିକେ କଥା ହେବାର ଅଛି। କଥା ହେଲା ପରେ କେମିତି କ'ଣ ପିଲାର ନାଁଟା ସ୍କୁଲରେ ଲେଖା ହେଇପାରିବ ଇଏ ଚିନ୍ତାଧାରା ମୋର ଆସିଲା। ତ ଯେତେବେଳେ ପିଲାଟା ବାହାରେ ରହୁଛି, ସ୍କୁଲକୁ ଯଦି ଯାଉନାହିଁ, ସେ ଅସୁରକ୍ଷିତ ଭାବରେ ରହିବ, ଯାହାଦ୍ୱାରା ପିଲାଟା ଶିଶୁ ଶ୍ରମିକ ହେବାର ସମ୍ଭାବନା ଅଛି, ପିଲାର କୌଣସି ସମସ୍ୟା ହେବାର ସମ୍ଭାବନା ଅଛି, ଯାହାଦ୍ୱାରା ପିଲାର ଜୀବନଟା ଅନେକ ଓ ରାସ୍ତାରେ ଯିବାର ସମ୍ଭାବନା ଦେଖାଯାଇଥିଲା। ସେ ଅନୁଭବ ହେଲା ପରେ ମୁଁ ଆସି ତାଙ୍କର ଘରେ ପହଞ୍ଚିଲି। ତାପରେ ସେ ବାବୁ ସହିତ ମଧ୍ୟ ଆଉ ତାଙ୍କର ମା ସହିତ କଥା ହଉଛି। ତମର ବାବୁ ପାଠ ପଢବ? ହେଲେ ବାବୁ ଘରେ ରହିଲେ ଭଲ ନା ସ୍କୁଲରେ ଗଲେ ଭଲ? ଭଲ। ହେଲେ ତୁ କ'ଣ ଭାବୁଛୁ, ସ୍କୁଲ ଗଲେ ଭଲ କି ଘରେ ରହିଲେ ଭଲ? ସ୍କୁଲ। ହେଲେ ଦୁଷ୍ଟାମୀ ଟିକେ ଅଛି କି ନାଇଁ? ଟିକେ ଟିକେ ଅଛି। ତ ସାଙ୍ଗମାନଙ୍କ ସହିତ ଦୁଷ୍ଟାମୀ ରହୁଛି ନା ଘରେ ରହୁଛି? ସ୍କୁଲରେ ତ ପାଠ ପଢବାକୁ ଯାଉଛୁ, ତ ସ୍କୁଲରେ ଗଲେ ଦୁଷ୍ଟାମୀ ହେବା ଦରକାର ନା ପାଠ ପଢବା ଦରକାର? ପାଠ ପଢବା ଦରକାର। ତ କ'ଣ ଭାବୁଛୁ, ତୁ ଆହୁରି ଦୁଷ୍ଟାମୀ ହେବୁ ନା ହବୁ ନାହିଁ? ସ୍କୁଲରେ ହେବୁ ନାହିଁ। ତ ସ୍କୁଲରେ ପାଠ ପଢବା ପାଇଁ ଜାଗା ନା ଦୁଷ୍ଟାମୀ ହେବା ପାଇଁ ଜାଗାଟା? ସେଟା ପାଠ ପଢବା ପାଇଁ। ତ କାହିଁକି ସ୍କୁଲରେ ଯାଇ ଦୁଷ୍ଟାମୀ ହଉଛୁ? ହେବୁ ନାହିଁ ନାଇଁ କି? କାହିଁକି ହେବି ନାହିଁ ବୋଲି କହୁଛୁ? ପାଠ ପଢବାଟା ଜୀବନ ପାଇଁ ଦରକାର ନା ଦୁଷ୍ଟାମୀ ହେବା ପାଇଁ ଜୀବନରେ ଦରକାର? ପାଠ ପଢବା ପାଇଁ ଦରକାର। ତ ବାପା ମାର ମନ ଦୁଃଖ ଅଛି କି ନାହିଁ ତୁ ସ୍କୁଲ ଯାଉନୁ ବୋଲି? ହେଲେ ତୋର ମନ ଦୁଃଖ ଅଛି କି ନାହିଁ? ଅଛି। ହେଲେ ତ ସ୍କୁଲ ଗଲେ ଭଲ କି ନାହିଁ? ଭଲ। ତ ସ୍କୁଲରେ ଗଲେ ପାଠ ପଢବୁ ନା ଦୁଷ୍ଟାମୀ ହେବୁ? ସତ କଥା କହୁଛୁ? ଠିକ ଅଛି। ମୁଁ ପଡ଼ିଆରେ ଦେଖିଲା ପରେ ଘରକୁ ଆଇଲି, ବାବୁ ସାଙ୍ଗରେ ଆଲୋଚନା କଲି, ଦୁଷ୍ଟାମୀ ବାବଦରେ ଆଲୋଚନା କଲି। କୁହାଯାଏ ଛୋଟ ପିଲା ପାଖରେ ଟିକେ ଦୁଷ୍ଟାମୀ ରହେ ଟିକେ। ତ ଦୁଷ୍ଟାମୀ କେମିତି ଭଲ ହବ ସେଟା ପାଇଁ ବାପା ମାର ବି ଯତ୍ନ ଦରକାର, ସମାଜର ବି ଯତ୍ନ ଦରକାର। ଆଉ ବିଦ୍ୟାଳୟରେ ଯେଉଁ ଶିକ୍ଷକ ବନ୍ଧୁମାନେ ଅଛନ୍ତି, ପିଲାଟାକୁ କେମିତି ନୈତିକ ଶିକ୍ଷା ଦିଆହବ, ମୂଲ୍ୟବାନ ଭିତ୍ତିକ ଶିକ୍ଷା ଦିଆହବ, ପିଲାଟାକୁ ଭଲ ମଣିଷ ହେବା ପାଇଁ ଶିକ୍ଷା ଦିଆହବ। ଖାଲି ଶିକ୍ଷା ତ ଦିଆହେଲେ ହବ ନାହିଁ, ଶିକ୍ଷକ ତରଫରୁ ପିଲାଟାକୁ ଯେଉଁ ଦୁଷ୍ଟାମୀ ଅଛି ତାକୁ ଭଲ ଗୁଣ କେମିତି ତିଆରି କରାଯିବ, ଶିକ୍ଷକ ବନ୍ଧୁ ସେଥିପ୍ରତି ଟିକେ ଯତ୍ନ ହେବା ଦରକାର। ତ ସିଆର୍ସିସି ଭାବରେ ମୁଁ ମଧ୍ୟ କାଉନସିଲିଂ କରଲି। ତ ଶୁଣୁଥିଲି ଦୁଷ୍ଟାମୀ କଥା, ବାବୁକୁ ବୁଝେଇଲି ଦୁଷ୍ଟାମୀ ଦ୍ୱାରା କ'ଣ କେମିତି ଲାଭ ହୁଏ, ପାଠ ପଢ଼ବା ଦ୍ୱାରା କେମିତି କ'ଣ ଲାଭ ହୁଏ, ଏ ବାବଦରେ ଆଲୋଚନା କଲି। ତାଙ୍କର ମାଆଙ୍କୁ ମଧ୍ୟ ବାପାଙ୍କୁ ମଧ୍ୟ। ତ ନିହାତି ସ୍କୁଲ ଯିବୁ, ପାଠ ପଢ଼ବୁ। ସ୍କୁଲକୁ ଯାଇଥିଲୁ କି ଆଉ ନାଁ ଲେଖେଇବା ପାଇଁ? ଯାଇନୁ। ହେଲେ ମା ବାପା ଯାଇଥିଲେ କି? ଯାଇଥିଲେ। ତ ସାର୍ କ'ଣ କହିଲେ ଦିଦି? ଦୁଷ୍ଟ ହେବ ନାହିଁ ବୋଲି। ହଁ, ଦୁଷ୍ଟ ନହେଲେ ନାଁ ଲେଖେଇବୁ ବୋଲେ କି କ'ଣ କହିଲେ ବାବୁ? ହଁ, ସ୍କୁଲ ସବୁଦିନ ଯିବୁ କି ନାହିଁ? ଯିବି। ତ ମା ବାପାର ମଧ୍ୟ ଦାୟିତ୍ୱ ରହୁଛି। ଯେଉଁଦିନ ପିଲାଟା ସ୍କୁଲ ଯିବ ନାହିଁ ମୋତେ ମଧ୍ୟ ଫୋନ୍ କରିବ, ମୁଁ ଆଇବି, କାଉନସିଲିଂ କରିବି। ପିଲା ଯେତେବେଳେ ଦୁଷ୍ଟାମୀ ହବ ସେତେବେଳେ ମୋତେ ମଧ୍ୟ ଡାକିବ, ବୁଝିହେଲା କି ନାହିଁ ଦିଦି? ପିଲା କେମିତି ଭଲ ପିଲା ହବ, ଭଲ ପାଠ ପଢ଼ବ, ଭଲ ମଣିଷ ହବ, ସେଟା ପାଇଁ ମୋତେ ଟିକେ ଯୋଗାଯୋଗ କରିବେ, ମୁଁ ଆସିବି, ବୁଝିହେଲା କି ନାହିଁ? ପିଲାଟାକୁ ମଣିଷ କରିବାର ଦାୟିତ୍ୱ ହେଉଛି ମା ବାପାଙ୍କର। ତାପରେ ପିଲା ମଧ୍ୟ ନିଜେ ମଣିଷ ହବ କି ମା ବାପା ଏକା କରିବେ? ନିଜେ ବି। ଶିକ୍ଷକ ବି କହିବେ, ସମାଜର କିଛି ଲୋକ ଅଛନ୍ତି ବୁଦ୍ଧିଜୀବୀ, ଆଉ ସିଆର୍ସିସି ଭାବରେ ମୁଁ ବାରମ୍ବାର ଆସିବି, କାଉନସିଲିଂ କରିବି। ପିଲାଟାକୁ ଦୁଷ୍ଟାମୀ ଗୁଣରୁ ଭଲ ଗୁଣ କେମିତି ହବ ଏ ବାବଦରେ ମଧ୍ୟ ମୁଁ ଯଥେଷ୍ଟ ଶିକ୍ଷକ ବନ୍ଧୁ ସହିତ, ବାପା ମା ସହିତ, ଏ ପୁଅ ସହିତ ବାରମ୍ବାର ଆଲୋଚନା କରିବି। ସେ ଯେମିତି ଖରାପ ପିଲା ସହିତ ମିଶିବ ନାହିଁ, ବିଦ୍ୟାଳୟରେ ଗୋଟେ ସୁନ୍ଦର ବାତାବରଣ ଭିତରେ ପାଠ ପଢ଼ବ, ସେଥିପାଇଁ ମୁଁ ସିଆର୍ସିସି ଭାବରେ କାର୍ଯ୍ୟ କରିବି। ଧନ୍ୟବାଦ।